ଯେତେବେଳେ ଦୁଃଖ ଆସେ ନା ସେତେବେଳେ ଆଖିରୁ ନିଦ ବି ହଜିଯାଏ। ଆଉ ଖାଇବା ପିଇବା ଏ ତ ବହୁତ ଦୂରର କଥା। ଠିକ୍ ସେତିକି ବେଳେ ଆମେ ଧୈର୍ଯ୍ୟର ସହ କୌଣସି ଭୁଲ ଭଟକା ନକରି ବା ଜୀବନ ହାରିଦେବା ଏଇଭଳି ପରିସ୍ଥିତି ନକରି ଧୈର୍ଯ୍ୟର ସହ ଦୁଃଖର ସାମ୍ନା କରିବା ଉଚିତ। ଯାହାଦ୍ୱାରା ଆମର ଯେମିତି ପଥର ଯେତେ ମାଡ଼ ଖାଏ ସେତେ ସେ ସୁନ୍ଦର ଉଜ୍ଜଳ ହୋଇଉଠେ ଏବଂ ସୁନ୍ଦର ମୂର୍ତ୍ତିଟିଏ ହୋଇଯାଏ। ଯେମିତି ସୁନା ଯେତେ ଠୁକ୍ ଠୁକ୍ କରି ମାଡ଼ ଖାଉଥିବ ସେ ସେତେ ଉଜ୍ଜଳ ଦେଖାଯାଉଥିବ ଏବଂ ତା ଦେହରେ ଯେଉଁ କାରୁକାର୍ଯ୍ୟ ହେବ ତାହା ଅତ୍ୟନ୍ତ ସୁନ୍ଦର ମନମୁଗ୍ଧକର ହେବ। ଠିକ୍ ସେମିତି ଆମକୁ ଧୈର୍ଯ୍ୟ ଧରିବା ପାଇଁ ପଡ଼ିବ, ଶକ୍ତି ସଞ୍ଚୟ କରିବା ପାଇଁ ପଡ଼ିବ ଏବଂ ଦୁଃଖ ସହିତ ମୁକାବିଲା କରିବା ପାଇଁ ପଡ଼ିବ। ଦୁଃଖର ଶେଷ ନୁହେଁ ଆତ୍ମହତ୍ୟା କରିବା କିମ୍ବା କୌଣସି ଭୁଲ ଭଟକା କରି ବସିବା। ତେଣୁ ଆମେ ଦୁଃଖକୁ ସାମ୍ନା କରିବା ଏବଂ ଦୁଃଖର ନଈକୁ ପାରି ହୋଇଯିବା। ଧନ୍ୟବାଦ।